ବନ୍ଧୁମାନେ ଆଜି ଗୋଟେ ସୁନ୍ଦର କଥାଟିଏ ଆପଣମାନଙ୍କୁ କହିବାକୁ ଯାଉଛି। ମହାଭାରତ ଯୁଦ୍ଧ ଶେଷରେ ସଞ୍ଜୟ ମହାରାଜ ଧୃତରାଷ୍ଟ୍ରଙ୍କୁ ଦୁଃଖର ସହିତ ପଚାରିଲେ, ହେ ମହାରାଜ, ମୁଁ ଆପଣଙ୍କୁ ଯୁଦ୍ଧ ଭୂମିରେ ସମସ୍ତ ସତ୍ୟ ଦେଖାଇଲି, ତଥାପି ଆପଣ ସମୟ ଥାଉ ଥାଉ ଚେତିଲେ ନାହିଁ କାହିଁକି? ମହାରାଜ ଧୃତରାଷ୍ଟ୍ର ମୁଣ୍ଡ ନୁଆଇଁ କହିଲେ, ହେ ସଞ୍ଜୟ, ଆପଣ ମୋତେ ନିଜ ଆଖିର ଦୃଶ୍ୟ ଦେଖାଇଲ, କିନ୍ତୁ ମୋର ଆନ୍ତରିକ ଆସକ୍ତି ମୋତେ ସତ୍ୟ ଦେଖିବାରୁ ବାଧ୍ୟ ଦେଇଥିଲା। ଯେତେବେଳେ ଆଖି ଖୋଲା ଥାଏ ଏବଂ ବୁଦ୍ଧି ସ୍ୱାର୍ଥପରତା ଦ୍ୱାରା ଆଚ୍ଛାଦିତ ଥାଏ, ସେତେବେଳେ ସବୁଠାରୁ ସ୍ପଷ୍ଟ ବିନାଶ ମଧ୍ୟ ଦେଖାଯାଇପାରିବ ନାହିଁ। ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି ଯେ ଜଣେ ବ୍ୟକ୍ତିଙ୍କ ଆନ୍ତରିକ ବିବେକ ବାହ୍ୟ ଦୃଷ୍ଟି ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ସ୍ୱାର୍ଥପରତା ପ୍ରଚଳିତ ହୁଏ, ସତ୍ୟ ସାମ୍ନାରେ ଥିବା ବେଳେ ମଧ୍ୟ ଦେଖାଯାଇପାରିବ ନାହିଁ। ବନ୍ଧୁମାନେ ଠିକ୍ କହିଲି ନା? ଜୟ ଜଗନ୍ନାଥ।